ଭାଇମାନେ ଭାବନ୍ତୁ, ଗୋଟେ ପଟେ ଓଡ଼ିଆ ଅସ୍ମିତାର ନାରା, ତାପରେ ଆଜିର ଦିନ 21 ଫେବୃଆରୀ ଅର୍ଥାତ୍ ମାତୃଭାଷା ଦିବସ ଏବଂ ଏହି ସମୟରେ 10ମ ବୋର୍ଡ ଏକ୍ଜାମ ଆରମ୍ଭ ହେଉଛି, ଯେଉଁଥିରେ ପ୍ରଥମ ପରୀକ୍ଷା ଓଡ଼ିଆ ଭାଷାର। କିନ୍ତୁ ସିଏମ୍ ମୋହନ ମାଝୀ କେଉଁଠି? ଯେଉଁମାନେ ଓଡ଼ିଆ ଅସ୍ମିତାର ବୋଝ ବହନ କରିଥିଲେ, ଛାତ୍ରଛାତ୍ରୀମାନଙ୍କ ପାଇଁ ଆଜି ଏକ ଛୋଟ ଶୁଭେଚ୍ଛା ମଧ୍ୟ ନାହିଁ। ଓଡ଼ିଆ ଅସ୍ମିତା ହେଉଛି କେବଳ ଭୋଟ ଆଣିବାର ଉପାୟ। ଯଦି ଆପଣଙ୍କୁ ଲାଗେ ଯେ ମାତୃଭାଷା ଏକ ଅଭିଯାନ ନୁହେଁ, କାର୍ଯ୍ୟ ଦ୍ୱାରା ରକ୍ଷିତ ହେବ, ତାହେଲେ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଓଡ଼ିଆ ଅସ୍ମିତା ଉପରେ ବଡ଼ ବଡ଼ କଥା। ସିଏମ୍ ମହୋଦୟ ଯେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେତେବେଳେ ଓଡ଼ିଆ ଅସ୍ମିତା ଉପରେ ବଡ଼ ବଡ଼ ଭାଷଣ ଦେଇଥିଲେ। ପ୍ରତ୍ୟେକ ଏକ ଅବସରରେ ଓଡ଼ିଆ ମହିମାର କଥା ହୋଇଥିଲା। କିନ୍ତୁ ଆଜି ଏତେ ହଜାର ଛାତ୍ରଛାତ୍ରୀ ଓଡ଼ିଆ ଭାଷାର ପରୀକ୍ଷା ଲେଖୁଛନ୍ତି ଏବଂ ସେମାନଙ୍କ ପାଇଁ ଏକ ଶୁଭେଚ୍ଛା ମଧ୍ୟ ନାହିଁ। ମାନେ ଚୁନାବ ପରିସ୍ଥିତିରେ ଓଡ଼ିଆ ଅସ୍ମିତା ମନେ ପଡ଼େ, କିନ୍ତୁ ଯେତେବେଳେ ଏହା ପ୍ରକୃତ ରୂପରେ ସମର୍ଥନ କରିବାର ସମୟ ଆସେ, ତେବେ କୌଣସି ଉତ୍ତର ନାହିଁ। ଏହା କିଭଳି ଏକ ରାଜନୈତିକ ଆଯୋଜନା ଥିଲା? 10th ବୋର୍ଡ ଷ୍ଟୁଡେଣ୍ଟସଙ୍କୁ ଏହି ଅନ୍ୟାୟ କାହିଁକି? ଆଜି ଓଡ଼ିଶାର ଲକ୍ଷାଧିକ ଛାତ୍ରଛାତ୍ରୀ ତାଙ୍କ ମାତୃଭାଷା ଓଡ଼ିଆର ପରୀକ୍ଷା ଲେଖୁଛନ୍ତି। ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ତାଙ୍କ ଛାତ୍ରମାନଙ୍କୁ ଶୁଭେଚ୍ଛା ଦେଇ ଉତ୍ସାହିତ କରନ୍ତି, କିନ୍ତୁ ଏଠି ନା କୌଣସି ଭାଷଣ, ନା କୌଣସି ସୋସିଆଲ ମିଡ଼ିଆ ମେସେଜ, ନା କୌଣସି ଉତ୍ସାହ। ଓଡ଼ିଆ ଅସ୍ମିତା କିଭଳି ଏକ ରାଜନୈତିକ ଟ୍ରିକ୍ ଥିଲା? ଛାତ୍ରମାନଙ୍କୁ ଏକ ଛୋଟ ଶୁଭେଚ୍ଛା ଦେବା ବି ଜରୁରୀ ନୁହେଁ? ଭାଷାକୁ ରକ୍ଷା କରିବାକୁ ହେଲେ କାର୍ଯ୍ୟ କରିବା ଦରକାର। ଭାଇମାନେ, ଓଡ଼ିଆ ଭାଷା କେବଳ ନାରା ଦେଇ ରକ୍ଷା କରାଯାଇ ପାରିବ ନାହିଁ। ଯଦି ସରକାର ସତରେ ଓଡ଼ିଆ ଅସ୍ମିତା ପାଇଁ ଚିନ୍ତିତ ଥାନ୍ତା, ତେବେ ଆଜି କିଛି ଦେଖିବାକୁ ମିଳିଥାନ୍ତା। ଛାତ୍ରମାନଙ୍କୁ ଉତ୍ସାହ ମିଳୁଥାନ୍ତା, ଶିକ୍ଷା ପ୍ରଣାଳୀରେ ଓଡ଼ିଆର ଅଧିକା ପ୍ରଚାର ହୋଇଥାନ୍ତା, ଓଡ଼ିଆ ଭାଷାକୁ ରୋଜଗାର ମିଳିବା ସହଯୋଗୀ କରାହୁଅନ୍ତା। କିନ୍ତୁ ଏହା କିଛି ହୋଇନାହିଁ। ଆପଣଙ୍କ ମତ କ'ଣ? କିଭଳି ଚୁନାବ ସମୟରେ ଓଡ଼ିଆ ଅସ୍ମିତା କଥା ମନେ ପଡ଼େ? ଆଉ ଛାତ୍ରମାନଙ୍କୁ ଶୁଭେଚ୍ଛା, ଗୋଟେ ଛୋଟ ଶୁଭେଚ୍ଛା ଜଣାଇବାର ଥିଲା ନା ନାହିଁ, ନିଶ୍ଚୟ କମେଣ୍ଟ ବକ୍ସରେ ଲେଖିବେ। ତ ଆଜି ପାଇଁ ଏତିକି। ନେକ୍ସଟ ଭିଡ଼ିଓରେ ପୁଣି ଦେଖା ହେବା।